रमुनारु निराधारी बाहरिले गौर हरि रमुनारु निराधारी बाहरिले गौर हरि निराधारी बाहरिले गौर हरि रमुनारु निराधारी बाहरिले गौर हरि राम हरे राम हरे राम हरे राम 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 हरे हरे कृष्ण 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 हरे हरे मोर नाम प्रशांत कुमार स्वाई ग्राम पथरा ग्राम पंचायत कुमंड आज आम गाँव में होगा जाऊा पंचमतम वार्षिक उत्सव यही उत्सव सब वर्ष पालन कराऊँच किंतु आमर 7 वर्ष थे यही अष्टप्रहरी नामयज्ञ घृतयज्ञ और अन्नयज्ञ कराऊँच आज ताहार प्रथम दिवस यही प्रथम दिवस रे आम ग्रामर समस्त भाई और भौणी मान साहाय्य सहयोग आम आगे चलुछु। आज प्रथमे तार जल यात्रा आरंभ करागला। आम माँ का नाम ना हूँ माँ बागदेवी से आमर प्रतिज्ञा ठाकुर से जहाँ मानसिक आम करूँ ता पूरण करती एवं दूर दूरांतर लोक मानकर ये मानसिक पूरण होबार भी से बहुत दूर दूरांतर छुट्टी आसुँच से माँ कौन कि से आमर आमर कंध ठाकुराणी से जोगे जंगल रे रही से कहते आम जिते बार चेष्टा कलुणु ठाकुर मंदिर करने से स्वप्न रे ता मना करुँच से कहते मुझे जो परिवेश अच्छी से परिवेश रही महिमा बोले समस्त जी जहाँ मानसिक पूरण कर सी भी आमर स्वप्न रे आसिक लोक को देखा दौरान से भी स्वप्न रे कहते या कि से कर आईटा करनी या भी से देखा दौरान कौन रही आज कार्यक्रम दिन तमाम आज दिन तमाम हूँ आमर सब वर्ष अक्षय तृतीया दिन करा वर्ष आमर अष्टप्रहरी नामयज्ञ होबारू आज तार जल यात्रा आरंभ करागला। काली द्वितीय दिवस रे नामयज्ञ हम तापर तृतीय दिवस रे आमर नामयज्ञ समाप्त हम एवं अन्न यज्ञ कार्यक्रम आम रखाई कृष्ण सुदामा मनोरंजन कार्यक्रम सेटा आमर शेष दिन रे करा हाँ एटा आमर थे सब वर्ष अक्षय तृतीया दिन करा हाँ भाईचारा सृष्टि होची सब गाँव छुट्टी आसुआ एवं मनोरंजन कार्यक्रम देखापी 7 वर्ष थे हूँ आमर गुजरात रे जो पिला माने भाई माने रहउचंदी सेमानकर प्राय सहयोग ग्रामवासी साहाय्य सहयोग कराऊँच से सबुतक खर्च बहन करुँच एवं गाँ मानकर साहाय्य सहयोग नहींकि एटा परिचालना कराऊँच। ग्रामवासी तो बहुत खुशी रहउचंदी
ଗ୍ରାମବାସୀ ସମସ୍ତେ ଖୁସି ଏବଂ ଆଖପାଖ ଲୋକ ବି ଖୁସି ରହୁଛନ୍ତି। ଛୋଟ ଗାଁରେ ଏତେ ବଡ଼ ହଁ ସେ ସକାଳୁ କିଛି ନ ଖାଇକିରି ରହିଥିଲେ ଏବଂ ତାପରେ ଜଳଯାତ୍ରା ଆରମ୍ଭ କରିକିରି ଆସିଲେ ମାଙ୍କ ପାଖରେ ପଣାପାଣି ସାରିକିରି ବର୍ତ୍ତମାନ ଠାକୁର ପାଖକୁ ଯାଇଛନ୍ତି। ବର୍ତ୍ତମାନ ସେମାନେ ରିଟର୍ଣ୍ଣ କଲେ। ବର୍ତ୍ତମାନ ଯାହା ବନ୍ଦୋବସ୍ତ ହେଇଛି ତାହା ପ୍ରସାଦ ସେବନ କରିବେ। ଆନନ୍ଦଚନ୍ଦ୍ର ମିଶ୍ର ଏହି ଗ୍ରାମର ପୁରୋହିତ ଆତିଥ୍ୟ ପୁରୋହିତ ତାଙ୍କର କୂଳ ପୁରୋହିତଙ୍କର ଅନୁପସ୍ଥିତିରେ ମୁଁ ବର୍ତ୍ତମାନ ଆଜି ଆସିଛି ହେଲା। ବାର୍ଷିକ ଉତ୍ସବର ପ୍ରଥମ ଦିବସ। ଏହି ପ୍ରଥମ ଦିବସରେ ପ୍ରଥମେ ଅଙ୍କୁରାରୋପଣ, ଜଳଯାତ୍ରା, ଠାକୁରାଣୀଙ୍କର ଆବାହନ, ସନ୍ଧ୍ୟାରେ ଅଷ୍ଟପ୍ରହର ନାମଯଜ୍ଞର ଅଧିବାସ କର୍ମ ଆଦି ଦିନ ସମାପ୍ତ କରାଯିବ। ଆସନ୍ତାକାଲି ସୂର୍ଯ୍ୟ ପୂଜା, ଠାକୁରାଣୀଙ୍କର ପୂଜା, ଅଗ୍ନି ସ୍ଥାପନ ଏବଂ ଅକ୍ଷୟ ତୃତୀୟା 20 ତାରିଖ ଦିନ ଠାକୁରାଣୀଙ୍କର ଭୃତ ଯଜ୍ଞ, ନାମଯଜ୍ଞ ଏବଂ ପୂର୍ଣ୍ଣାହୁତି ସମାପନ କରାଯିବ। ରଥଯାତ୍ରାରେ ଶୃଙ୍ଖଳିତ ଭାବରେ ଏହି ଗ୍ରାମର ମହିଳାମାନେ ପାଳନ କରିଛନ୍ତି ଏବଂ ଆମମାନଙ୍କର ନିର୍ଦ୍ଦେଶ ଅନୁସାରେ ଯଥାବିଧି ଅନୁସାରେ କାର୍ଯ୍ୟକୁ ମଧ୍ୟ ସମ୍ପାଦନ କରିଛନ୍ତି। ଆଜିର ଦିବସରେ ସୂର୍ଯ୍ୟଙ୍କର ପ୍ରଚଣ୍ଡ ରୌଦ୍ରତାପକୁ ଭ୍ରୂକ୍ଷେପ ନ କରି ମହିଳାମାନେ ଯେଉଁ ସମାଗମ ଭାବରେ ଶୃଙ୍ଖଳିତ ଭାବରେ ଉପସ୍ଥିତ ହୋଇଥିଲେ ଜଳଯାତ୍ରା ସମୟରେ ଏବଂ ସେଇଠି ଜଳମାତୃକା, ସ୍ଥଳମାତୃକା, ଜୀବମାତୃଙ୍କର ଆବାହନ, ବରୁଣ ଦେବଙ୍କର ଆବାହନ 2 ଘଣ୍ଟା ସମୟ ନେଇ ଢୁ ଢୁ ଖରାରେ ମହିଳାମାନେ ଏବଂ ପୁରୁଷମାନେ ସାଷ୍ଟାଙ୍ଗ ଭାବରେ ବିନମ୍ର ଭାବରେ ଏକାଗ୍ର ଚିତ୍ତରେ ରହି ଯେଉଁ କାର୍ଯ୍ୟକୁ ସମ୍ପାଦନ କରିଥିଲେ ସେଥିପାଇଁ ମୁଁ ବହୁତ ସେମାନଙ୍କ ଉପରେ ବହୁତ ମଧ୍ୟ ଖୁସି ହେଇଛି। ଏବଂ ସେ ପ୍ରଥମେ ଯେତିକିବେଳେ ଜଳଯାତ୍ରାକୁ ଆମେ ଆଗମନ କଲୁ ସେହି ସମୟରେ ସୂର୍ଯ୍ୟଙ୍କର ପ୍ରଚଣ୍ଡ ରୌଦ୍ରତାପ ଥିଲା ଏବଂ ବରୁଣ ପୂଜା ଆରମ୍ଭ ସରିବା ପରେ ରୌଦ୍ର ତାପର କିଛି କ୍ଷଣ ସ୍ଥଗିତ ହୋଇଯାଇଥିଲା। ରୌଦ୍ରତାପ କିଛି ସମୟ ସ୍ଥଗିତ ହୋଇଯାଇଥିଲା ଏବଂ ଥଣ୍ଡା ମଧ୍ୟ ପଳେଇ ଆସିଥିଲା। ଏହି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବାଗଦେବୀଙ୍କର ଅଶେଷ ମହିମା ଅଛନ୍ତି। ଏହା ଦ୍ୱାରା ଦୂର ଦୂରାନ୍ତର ମାନସିକ ମଧ୍ୟ ସେମାନଙ୍କର ସଫଳତା ଅର୍ଜନ କରିଛନ୍ତି ଏବଂ ବିନା ନିମନ୍ତ୍ରଣରେ ସିଏ ଠିକ୍ ଏହି ଅକ୍ଷୟ ତୃତୀୟା ସମୟରେ ଆଗମନ କରି ମାଙ୍କର ସାନ୍ନିଧ୍ୟ ଲାଭ ମଧ୍ୟ କରିପାରୁଛନ୍ତି। ମା ବାଗଦେବୀ ହେଉଛନ୍ତି ବନଦେବୀ। ଏହି ବନଦେବୀଙ୍କର ଅଶେଷ ମହିମା। ଏହି ବନଦେବୀ ଏହି ଗ୍ରାମର ସର୍ବ ଅଧିଷ୍ଠାତ୍ରୀ ଦେବୀ ଏବଂ ଏହି ଗ୍ରାମ ବ୍ୟତୀତ ଆଖପାଖ ଦୂର ଦୂରାନ୍ତରର ମାନସିକ ମଧ୍ୟ ସେମାନେ ତାଙ୍କର ସଫଳତା ଅର୍ଜନ କରିଥିବା ହେତୁ ଏହି ଗ୍ରାମର ଏବଂ ଏହି ମା ବାଗଦେବୀଙ୍କର ନାମ ବହୁତ ଦୂର ଦୂରାନ୍ତରେ ମଧ୍ୟ ବିଖ୍ୟାତ ଲାଭ କରିସାରିଲାଣି।